ନମସ୍କାର ଓଡ଼ିଶା। ଆଜି ସେପ୍ଟେମ୍ବର 7, 2024 ଶନିବାର। ଆପଣମାନଙ୍କୁ ଆଜିର ଖବରକୁ ସ୍ୱାଗତ। ଚାଲନ୍ତୁ ନଜର ପକାଇବା ଆଜିର ମୁଖ୍ୟ ଖବରଗୁଡ଼ିକ ଉପରେ। ଆଜିଠୁ ଗଡ଼ିବ ସୁଭଦ୍ରା ରଥ। ସୁଭଦ୍ରା ଯୋଜନା ସମ୍ପର୍କିତ ସୂଚନା ପାଇଁ ଆଜିଠୁ ଗଡ଼ିବ ସଚେତନତା ରଥ। ସୁଭଦ୍ରା ଯୋଜନାର କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ ଆଜିଠାରୁ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଗଡ଼ିବ ସଚେତନତା ରଥ। ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ଅଞ୍ଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ। ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ପରବର୍ତ୍ତୀ ଖବରଟି ହେଉଛି ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 8 ବଖରା ଘର। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। 4ଟି ପରିବାରର 8 ବଖରା ଚାଳଛପର ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ। କିଛି ସମୟ ମଧ୍ୟରେ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ବିଦ୍ୟୁତ୍ ସର୍ଟସର୍କିଟ୍ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବରଟି ହେଉଛି ବର୍ତ୍ତମାନ 6 ମାସରେ ଭଲ ହେବ ଯକ୍ଷ୍ମା। ଭାରତରେ ଯକ୍ଷ୍ମା ରୋଗୀଙ୍କ ପାଇଁ ଏକ ଭଲ ଖବର ଆସିଛି। 2025ରୁ ଏହି ରୋଗୀଙ୍କ ରିକଭରି ହାରରେ ଉନ୍ନତି ହେବ ବୋଲି କୁହାଯାଉଛି। ବାସ୍ତବରେ ଏଠାରେ ଯକ୍ଷ୍ମା ରୋକିବା ଏବଂ ଉନ୍ନତ ଚିକିତ୍ସା ପାଇଁ ନୂତନ ଓ କ୍ଷୁଦ୍ର ଚିକିତ୍ସା ପ୍ରଣୟନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଆପଣଙ୍କୁ କହି ରଖୁଛୁ ଯେ 2025 ସୁଦ୍ଧା ଭାରତ ସରକାର ଯକ୍ଷ୍ମା ଦୂର କରିବା ଲକ୍ଷ୍ୟ ରଖିଛନ୍ତି। ଖବର ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଯକ୍ଷ୍ମା ରୋଗୀଙ୍କ ସମ୍ପୂର୍ଣ୍ଣ କୋର୍ସ ପ୍ରାୟ 20 ମାସ ଅଟେ, ଯେତେବେଳେ କି ନୂତନ ପଦ୍ଧତି ସହିତ ଏହି କୋର୍ସ ଅବଧି ମାତ୍ର 6 ମାସ। 4ଟି ନୂତନ ଆଣ୍ଟିଟିବି ମେଡିସିନ ଯକ୍ଷ୍ମା ରୋଗୀଙ୍କୁ ଶୀଘ୍ର ଚିକିତ୍ସା କରିବାରେ ସାହାଯ୍ୟ କରିବ। ପରବର୍ତ୍ତୀ ଖବରଟି ହେଉଛି ବସ୍ ଦୁର୍ଘଟଣା 12 ଜଣଙ୍କ ମୃତ୍ୟୁ। ଶୁକ୍ରବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେବା ଫଳରେ 12 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ 15ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଆଗ୍ରା ଆଲିଗଡ଼ ବାଇପାସ ଅନ୍ତର୍ଗତ ମେଟାଇ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ ଏକ ମ୍ୟାକ୍ସରେ ପ୍ରାୟ 30 ଜଣ ଲୋକ ଯାତ୍ରା କରୁଥିଲେ। ସେହି ସମୟରେ ବସ୍ଟି ମ୍ୟାକ୍ସକୁ ଧକ୍କା ଦେଇଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଥିବା ଜଣାପଡ଼ିଛି। ପରବର୍ତ୍ତୀ ଅପଡେଟଟି ହେଉଛି ପୁଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି। ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ ଦିନକୁ ଦିନ ମାଓ କାର୍ଯ୍ୟକଳାପ ବଢ଼ୁଥିବା ସମୟରେ ମାଓ ଦମ୍ପତି ଆଜି ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାମ ସୋନୋବା ଓରଫ ହୋଇଥିବା ସମୟରେ ତାଙ୍କ ପତ୍ନୀଙ୍କ ନାମ ଆରତୀ ସଲାମ ବୋଲି ଜଣାପଡ଼ିଛି। ଉଭୟଙ୍କ ନାମରେ 5 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଉଭୟ ଏସ୍ପି ପ୍ରଭାତ କୁମାରଙ୍କ ନିକଟରେ ପହଞ୍ଚି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିବେଦନ କରିଥିଲେ। ପୋଲିସ ବିଭାଗ ପକ୍ଷରୁ ଉଭୟଙ୍କୁ ଆର୍ଥିକ ସହାୟତା ସ୍ୱରୂପ 25,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ଅପଡେଟଟି ହେଉଛି ରାଜ୍ୟସଭା ସାଂସଦ ପଦରୁ ସୁଜିତ କୁମାରଙ୍କ ଇସ୍ତଫା। ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ତଥା ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ରକୁ ଦଳର ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କର ରାଜ୍ୟସଭା ସଭ୍ୟ ପଦ ପୂରିବାକୁ ଆହୁରି 2 ବର୍ଷ ବାକି ରହିଥିବା ବେଳେ ତାଙ୍କର ଇସ୍ତଫା ଆଜି ରାଜନୈତିକ ମହଲରେ ବେଶ୍ ହଇଚଇ ସୃଷ୍ଟି କରିଛି। ତେବେ ମମତା ମହନ୍ତଙ୍କ ପଥ ଅନୁସରଣ କରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ସେପଟରେ ଆଜି ଇସ୍ତଫା ପ୍ରଦାନ ପରେ ତାଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି। ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅପଡେଟଟି ହେଉଛି ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ସିଏମ କିଷାନ ଯୋଜନାର କିସ୍ତି। ନୂଆଖାଇରେ ମିଳିବ ସିଏମ କିଷାନ ଯୋଜନାର ପ୍ରଥମ ସହାୟତା ରାଶି। ବିଧାନସଭାରେ କୃଷି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ବର୍ଷକୁ 2ଟି କିସ୍ତିରେ ମିଳିବ 2,000 ଲେଖାଏଁ 4,000 ଟଙ୍କା ଏବଂ ଠିକ୍ ସେହିପରି ଭୂମିହୀନ ଚାଷୀଙ୍କୁ 3ଟି କିସ୍ତିରେ ମିଳିବ 12,500 ଟଙ୍କା। ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା କାଳିଆ ଯୋଜନାର ନାମକୁ ପରିବର୍ତ୍ତନ କରାଯାଇ ସିଏମ କିଷାନ ଯୋଜନାରେ ନାମିତ କରାଯାଇଛି। ପରବର୍ତ୍ତୀ ଅପଡେଟଟି ହେଉଛି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ।
ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁ କେନ୍ଦୁଝର ଅଫିସ ଓ ସରକାରୀ ବାସଭବନ ସମେତ ଏକକାଳୀନ 7ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। କେନ୍ଦୁଝରରେ ଅଫିସ ସହ ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା ନିଜ ବାସଭବନ ଓ ଶ୍ୱଶୁର ଘର, ଜାଗମରା ବାସଭବନ, ଝାରପଡ଼ା ଜେଲ ପୁରୁଣା କ୍ୱାର୍ଟର ସହ ଭଦ୍ରକର ପୈତୃକ ଘରେ ଚାଲିଛି ଚଢ଼ାଉ। ପରବର୍ତ୍ତୀ ଅପଡେଟଟି ହେଉଛି ଲଘୁଚାପ ପ୍ରଭାବ ପ୍ରବଳ ବର୍ଷା ନେଇ 12 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି। ରାଜ୍ୟରେ ଜାରି ରହିଛି ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା 4 ଦିନ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ରାୟଗଡ଼ା, ଗଞ୍ଜାମ, ଗଜପତି, ଜଗତସିଂହପୁର, କୋରାପୁଟ, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି। ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ଅପଡେଟଟି ହେଉଛି ବିଜେପିରେ ମିଶିଲେ କ୍ରିକେଟର ରବୀନ୍ଦ୍ର ଜାଡେଜା। ଟି-20 କ୍ରିକେଟରୁ ଅବସର ନେଇସାରିଥିବା ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କର ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏବେ ରାଜନୀତିରେ ପାଦ ଦେଇଛନ୍ତି। ଜାଡେଜା ବିଜେପିରେ ମିଶିଛନ୍ତି। ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଥିବା ବେଳେ ତାଙ୍କ ପତ୍ନୀ ବିଜେପିର ବିଧାୟକ ଅଛନ୍ତି। ପରବର୍ତ୍ତୀ ଖବରଟି ହେଉଛି କଂଗ୍ରେସରେ ଯୋଗଦେଲେ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ। ହରିୟାଣା ବିଧାନସଭା ନିର୍ବାଚନ 2024 ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରେ ନୂଆ ମୁହଁକୁ ସାମିଲ କରି ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଲୋକପ୍ରିୟ ରେସଲର ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ ହୋଇଛନ୍ତି। ଉଭୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ। ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ। ପରବର୍ତ୍ତୀ ଅପଡେଟଟି ହେଉଛି ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ। ପ୍ଲାଣ୍ଟର ବାୟୋପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ। ଆଇଓସିଏଲ ସହ ମିଳିତ ଭାବେ ଏହି କାମ ହେବ। ଏଥିସହ ପାରାଦୀପରେ ମେଗା ଫିଡ୍ କ୍ରାକର ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା ହେବ ବୋଲି ବିଧାନସଭାରେ ବିବୃତ୍ତି ରଖିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ପରବର୍ତ୍ତୀ ଖବରଟି ହେଉଛି ସଫଳ ହେଲା ଅଗ୍ନି-4 ରାତ୍ରିକାଳୀନ ପରୀକ୍ଷଣ। ଭାରତ ଶୁକ୍ରବାର ଦିନ ସଫଳତାର ସହ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-4ର ପରୀକ୍ଷଣ କରିଛି। ଏହା ଓଡ଼ିଶାର ଚାନ୍ଦିପୁର ନିକଟରୁ ଲଞ୍ଚ କରାଯାଇଥିଲା। ପରୀକ୍ଷଣ ସମୟରେ ଅଗ୍ନି-4 ସଫଳତାର ସହିତ ସମସ୍ତ ନିର୍ଦ୍ଦିଷ୍ଟ ପାରାମିଟରଗୁଡ଼ିକ ସଫଳତାପୂର୍ବକ ହାସଲ କରିଥିଲା। ପରବର୍ତ୍ତୀ ଖବରଟି ହେଉଛି ଆବେଦନ ଲାଗି ଟଙ୍କା ମାଗିବାରୁ ଜନସେବା କେନ୍ଦ୍ରରେ ତାଲା। କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ସୁଭଦ୍ରା ଫର୍ମ ପୂରଣ ପାଇଁ ଟଙ୍କା ମାଗୁଛନ୍ତି ଜନସେବା କର୍ମୀ। ଅଭିଯୋଗ ପାଇବା ପରେ ଜିଲ୍ଲା ପ୍ରଶାସନ 3 ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ଡେରାବିଶ ବ୍ଲକ ବେଲରପୁରର 2 ଜନସେବା କେନ୍ଦ୍ର ଉପରେ ଚଢ଼ାଉ ହୋଇ 2 କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ପରବର୍ତ୍ତୀ ଅପଡେଟଟି ହେଉଛି ହିଣ୍ଡେନବର୍ଗ ରିପୋର୍ଟ, ସେବି ମୁଖ୍ୟଙ୍କୁ ସମନ କରିପାରେ ପିଏସି। ସେବି ମୁଖ୍ୟ ମାଧବୀ ବୁଚଙ୍କ ଅଡୁଆ ବଢିଛି। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିବ ସରକାରୀ ଖର୍ଚ୍ଚ ଉପରେ ନଜର ରଖୁଥିବା ସଂସଦର ପବ୍ଲିକ ଆକାଉଣ୍ଟସ କମିଟି। ହିଣ୍ଡେନବର୍ଗ ରିପୋର୍ଟ ପରେ ତାଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆସିଥିଲା। ବିଶେଷ ସୂତ୍ରରୁ ପ୍ରକାଶ, ରିପୋର୍ଟ ଅନୁସାରେ ଚଳିତ ମାସ ଶେଷ ଆଡକୁ ପିଏସି ତାଙ୍କୁ ଡକାଇବାର ସମ୍ଭାବନା ରହିଛି। ପରବର୍ତ୍ତୀ ଅପଡେଟଟି ହେଉଛି ରାସନ କାର୍ଡ ନଥିଲେ ବି ମିଳିବ ଚାଉଳ ଓ ଗହମ। ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସରକାରୀ ସହାୟତା ଉପରେ ପ୍ରତିବନ୍ଧକ ହଟାଇଛନ୍ତି ରାଜ୍ୟ ସରକାର। ରାସନ କାର୍ଡ ସହ ଲିଙ୍କ ନ କରି ମିଳିପାରିବ ରାସନ ସାମଗ୍ରୀ। ଯୋଗାଣ ମନ୍ତ୍ରୀ ଏହି ବିଷୟରେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଅପଡେଟଟି ହେଉଛି କଙ୍ଗୋରେ ପହଞ୍ଚିଲା ଏମ୍ପକ୍ସ ଭ୍ୟାକ୍ସିନ। କଙ୍ଗୋକୁ ମିଳିଲା ମଙ୍କିପକ୍ସ ଭ୍ୟାକ୍ସିନ। ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ପହଞ୍ଚିଛି ଏମ୍ପକ୍ସ ଭ୍ୟାକ୍ସିନ। ଏହାର ପ୍ରଥମ ବ୍ୟାଚ୍ ଏମ୍ପକ୍ସ ଟିକା ଗ୍ରହଣ କରିବା ପରେ ଏହି ରୋଗକୁ ରୋକିବାରେ ସହାୟକ ହେବ ବୋଲି ଆଶା କରିଛନ୍ତି ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ। କଙ୍ଗୋରେ ଏହି ଭାଇରସ କାୟା ବିସ୍ତାର କରିଛି। ପଡ଼ୋଶୀ ଦେଶ ତଥା ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିବାରେ କଙ୍ଗୋ ହେଉଛି ଏହି ଭାଇରସର ହବ୍। ଆଫ୍ରିକାରେ ଟିକା ଅଭାବ ଯୋଗୁଁ ଅନେକ ମାରାତ୍ମକ ରୋଗକୁ ରୋକିବାରେ ସମସ୍ୟା ଉପୁଜିଛି। ପରବର୍ତ୍ତୀ ଅପଡେଟଟି ହେଉଛି ପୁଣି ନାଲି ଆଖି ଦେଖାଇଲେ ମମତା। ଆଳୁ ପରେ ଏବେ କୁକୁଡ଼ାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ମନମାନି ଦେଖିବାକୁ ମିଳିଛି। କୁକୁଡ଼ା ଗାଡ଼ିକୁ ଫେରାଇ ଦେଇଛି ପଶ୍ଚିମବଙ୍ଗ। ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାରେ ଅଣ୍ଡା ଓ କୁକୁଡ଼ା ଗାଡ଼ିକୁ ଫେରାଇ ଦେଇଛି ପଶ୍ଚିମବଙ୍ଗ ପୋଲିସ।
ସୁନବାଣିଆ ଗେଟ୍ ନିକଟରୁ ଫେରାଇ ଦେଇଛି ପଶ୍ଚିମବଙ୍ଗ ପୋଲିସ। 30ରୁ ଅଧିକ ଗାଡ଼ି ଓଡ଼ିଶା ଫେରି ଆସିଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ କିଛି ସ୍ଥାନରେ ବାର୍ଡ ଫ୍ଲୁର ଆତଙ୍କ ବଢ଼ିଥିବା ଯୋଗୁଁ ପଶ୍ଚିମବଙ୍ଗ ଦେଇ ଯାଉଥିବା କୁକୁଡ଼ା ଗାଡ଼ିକୁ ରାଜ୍ୟକୁ ଯିବାକୁ ଅନୁମତି ମିଳୁନାହିଁ ବୋଲି କୁହାଯାଇଛି। ପରବର୍ତ୍ତୀ ଅପଡେଟ୍ ହେଉଛି ସେୟାର ବଜାରରେ ବ୍ଲାକ୍ ଫ୍ରାଇଡେ। ସପ୍ତାହର ଶେଷ କାରବାର ଦିନ ଶୁକ୍ରବାର ଭାରତୀୟ ବେଞ୍ଚମାର୍କ ସୂଚକାଙ୍କ ସେନ୍ସେକ୍ସ ଏବଂ ନିଫ୍ଟି ଧରାଶାୟୀ ହୋଇଛି। ବୈଶ୍ୱିକ ଦୁର୍ବଳ ସଂକେତ ମଧ୍ୟରେ ସେପ୍ଟେମ୍ବର 6ରେ ଭାରତୀୟ ସେୟାର ମାର୍କେଟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ସେନ୍ସେକ୍ସ 1017 ପଏଣ୍ଟ ଖସି 81,184 ସ୍ତରରେ ବନ୍ଦ ହୋଇଛି। ସେହିପରି ନିଫ୍ଟି 293 ଅଙ୍କ ହ୍ରାସ ପାଇ 24,852 ସ୍ତରରେ ବନ୍ଦ ହୋଇଛି। ପରବର୍ତ୍ତୀ ଅପଡେଟଟି ହେଉଛି ଶିକ୍ଷା ଜ୍ୟୋତି ପୋର୍ଟାଲ ଲୋକାର୍ପିତ। ଗୋଟିଏ ୱେବସାଇଟରେ ମିଳିବ ଏଣିକି ସବୁ ସୂଚନା। ଏଣିକି ଗୋଟିଏ ସୂଚନା ପାଇଁ ଭିନ୍ନ ଭିନ୍ନ ୱେବସାଇଟକୁ ଖୋଜିବାକୁ ପଡ଼ିବନି। ଗୋଟିଏ ୱେବସାଇଟରେ ଯୁକ୍ତ 2 ଶ୍ରେଣୀର ସମସ୍ତ ସୂଚନା ମିଳିବ। ଏକାଡେମିକ୍ କ୍ୟାଲେଣ୍ଡରରୁ ଆରମ୍ଭ କରି ରହିବ ପରୀକ୍ଷାର କାର୍ଯ୍ୟସୂଚୀ। ଯୁକ୍ତ 2ର ସମସ୍ତ ସୂଚନା ଏଥିରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବରଟି ହେଉଛି ଭୁବନେଶ୍ୱରରେ ଭାରତର ପ୍ରଥମ ସିଲିକନ କାର୍ବାଇଡ୍ ମାନୁଫ୍ୟାକ୍ଚରିଂ ୟୁନିଟ୍ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଇନ୍ଫୋଭ୍ୟାଲି ସ୍ଥିତ ଇଏମ୍ସି ପାର୍କରେ ଆର୍ଆଇଆର୍ ପାୱାର ଇଲେକ୍ଟ୍ରୋନିକ୍ ଲିମିଟେଡ୍ ଦ୍ୱାରା ଏହି ୟୁନିଟ୍ ସ୍ଥାପନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଦେଶର ଅଗ୍ରଣୀ ସେମିକଣ୍ଡକ୍ଟର ହବ୍ ଭାବେ ଓଡ଼ିଶାକୁ ଗଢ଼ିବା ଦିଗରେ ଏହି ୟୁନିଟ୍ ସ୍ଥାପନ ରାଜ୍ୟ ସରକାରଙ୍କର ଉଲ୍ଲେଖନୀୟ ପଦକ୍ଷେପ। ପରବର୍ତ୍ତୀ ଅପଡେଟଟି ହେଉଛି ବ୍ରହ୍ମପୁରରୁ ଟାଟାନଗର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍। ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚାଲିବ। ବ୍ରହ୍ମପୁର ଟାଟାନଗର ମଧ୍ୟରେ ଏହି ଟ୍ରେନ୍ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍ ଚଳାଚଳକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ଏହି ଟ୍ରେନ୍ ସହ ଓଡ଼ିଶାରେ ମୋଟ 4ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବ। ପରବର୍ତ୍ତୀ ଅପଡେଟଟି ହେଉଛି କ୍ରୀଡ଼ା ଖବର। ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ହେଲେ ରାହୁଲ ଦ୍ରାବିଡ। ଆଇପିଏଲକୁ ଫେରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ। ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ହୋଇଛନ୍ତି। 2025 ଆଇପିଏଲରୁ ସେ ରାଜସ୍ଥାନ ରୟାଲର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ ଆରମ୍ଭ କରିବେ। ତେବେ ତତ୍କାଳ ଭାବେ ସେ ମୁଖ୍ୟ କୋଚ୍ ଦାୟିତ୍ୱ ନେବେ ଏବଂ 2025 ସଂସ୍କରଣ ପାଇଁ ଯୋଜନା ପ୍ରସ୍ତୁତ କରିବେ ବୋଲି ଫ୍ରାଞ୍ଚାଇଜ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ତଥା ଶେଷ ଖବରଟି ହେଉଛି ପାରା ଅଲିମ୍ପିକ୍ସରେ କମାଲ କଲେ ପ୍ରବୀଣ କୁମାର। ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ। ଆଜି ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରବୀଣ କୁମାର। ସେ ପୁରୁଷ ଉଚ୍ଚ ଡିଆଁ ବା ହାଇ ଜମ୍ପର T64 ବର୍ଗରେ ଦେଶ ପାଇଁ ଏପରି ସଫଳତା ଆଣିଛନ୍ତି। ଆରମ୍ଭରୁ କମାଲ କରିଥିବା ପ୍ରବୀଣ 2.08 ମିଟର ଉଚ୍ଚକୁ କ୍ଲିୟର କରିଛନ୍ତି। ଏହାପରେ ସେ 2.10 ମିଟର ମଧ୍ୟ କ୍ଲିୟର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ସଫଳ ହୋଇପାରିନଥିଲେ। ତଥାପି ସେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। 2.08 ମିଟର ହେଉଛି ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ଏଥିସହିତ ଆଜିର ଖବରକୁ ଏଇଠି ରଖୁଛୁ। ନମସ୍କାର।